ନେଲ୍ ପଲିଶ। ନେଲ ପଲିଶ ସାବିତ୍ରୀ କଣ ତାଙ୍କ ଟାଇମ ରେ ଏମିତି ନେଲ ପଲିଶ ମାରିକି ଜଙ୍ଗଲ ଭିତରେ ବୁଲୁଥିଲେ? ସେତେବେଳେ ଯାହା ଥିଲା ବର୍ତ୍ତମାନ ମଡର୍ନ ସାବିତ୍ରୀ। ସେ ଜଙ୍ଗଲ ଭିତରେ ବୁଲୁଥିଲେ, ଜଙ୍ଗଲ ଭିତରେ ଯାହା ପାରୁଥିଲେ ଖାଉଥିଲେ ଫଳମୂଳ। ତମେ ସେମିତି ଜଙ୍ଗଲ ଭିତରେ ଶିଖର ଚଣ୍ଡୀ ପାହାଡ ଭିତରେ ବୁଲିକି ଖାଉନ? କାଲି ଯିବୁ, କାଲି ଯିବା। ତମେ କିଣିକି ଆଣି ଘରେ ବସିକି କଦଳୀ ଫଳମୂଳ ଖାଇବ, ସେଥିରେ କହିବ ନା ଆମେ ସ୍ୱାମୀକୁ ପୂଜା କରୁଛୁ। ଏମିତି କଲେ କଣ ସ୍ୱାମୀ ଯୋଉ କଣ ସ୍ୱାମୀଙ୍କର ଆୟୁଷ ଟା ବଢିବ ନା କମିବ? ବଢିବ। କଷ୍ଟ କର। କଷ୍ଟ କରୁଛୁ ପ୍ରବଳ, ରୋଷେଇ ଘରେ ଝାଳ ବୋହି ବୋହି ଅବସ୍ଥା ପଳଉଛି। ଜଙ୍ଗଲଠୁ କଣ କମ ଏଟା କଷ୍ଟ? କହିଲା ଗୋଟେ କଥା। ଏଥିରେ ଇଏ କରୁଛନ୍ତି ସାବିତ୍ରୀ। ସାବିତ୍ରୀ କରିକି ଘରେ ଭଲ ମନ୍ଦ କରିକି ଥାଳି ଗେବିଲେ, ତାପରେ ସବୁ ଶାନ୍ତି। ହଁ, ଆତ୍ମା ଶାନ୍ତି ତ ସବୁ ଶାନ୍ତି। ଆଉ କଷ୍ଟ କରିକି ଜଙ୍ଗଲରୁ ନା ଆମ୍ବ ତୋଳି ଖାଇବେ, ପଣସ ତୋଳି ଖାଇବେ, ଏଇରା କରିବେ ବସିକି। ଆଗ ଖାଇବା ତାପରେ ଯୋଉ କଥା।